आचार्य हरिहर आचार्य हरिहर प्रतिमूर्ति उन्मोचन। आचार्य हरिहर से थिले ओडिशार अग्रगण्य स्वाधीनता सेनानी, आदर्श शिक्षक, समाज संस्कारक, साहित्यिक और कवि आचार्य हरिहर दास प्रतिमूर्ति छेंड अंचल चिन्मय विद्यालय सन्निकट आचार्य हरिहर छकरे प्रतिमूर्ति उन्मोचित हो जाइछि। ଏହି ଅବସରରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଉଦ୍ଘାଟକ ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଉରକେଲା ଏଡିଏମ୍ ତଥା ଆର୍ଏମ୍ସିର କମିଶନର ସୁଶ୍ରୀ ଦୀନା ଦସ୍ତଗୀର ଯୋଗ ଦେଇଥିବା ବେଳେ ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ଡିଜି ରୋଟାରିଆନ୍ ମନଜିତ ସିଂ ଅରୋରା, ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଅଧ୍ୟକ୍ଷା ଡକ୍ଟର ମିନତି ପଣ୍ଡା, ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ, ଅଧିବକ୍ତା ସୁଜୟ ପାଣି ଓ ପୂର୍ବତନ ଆର୍ଏମ୍ସି ଚେୟାରମ୍ୟାନ୍ ରଶ୍ମିବାଳା ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ଆଚାର୍ଯ୍ୟ ହରିହର ପ୍ରତିମୂର୍ତ୍ତି ସ୍ଥାପନ ସମିତିର ଅଧ୍ୟକ୍ଷ ତଥା ରୋଟାରିଆନ୍ ଅଜିତ ମୋହନ ପୂଜାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଚାର୍ଯ୍ୟ ହରିହର ଦାସଙ୍କ ଅସାଧାରଣ ଜୀବନ ଦୃଷ୍ଟିକୋଣ, ସମାଜ ପ୍ରତି ତାଙ୍କର ନିଷ୍ଠା ଓ ସେବାକୁ ମନେ ପକାଇ ତାଙ୍କର ଆଦର୍ଶ ଓ ମୂଲ୍ୟବୋଧ ଆଜିର ଯୁବପିଢ଼ିକୁ ସତ୍ୟ, ନିଷ୍ଠା ଓ ସେବାର ପଥରେ ଅଗ୍ରସର କରିବ ବୋଲି ମତ ଦେଇଥିଲେ। ଭଲ ମଣିଷ ହୁଅ। ତାଙ୍କର ସରଳ କିନ୍ତୁ ଗଭୀର ସନ୍ଦେଶ ଆଜି ମଧ୍ୟ ସମାଜ ପାଇଁ ଦୀପ୍ତିମାନ ଦିଗ୍ଦର୍ଶକ ବୋଲି ବକ୍ତାମାନେ କହିଥିଲେ। ଉତ୍ସବରେ ରାଉରକେଲା ଏଡିଏମ୍ ଦୀନା ଦସ୍ତଗୀର ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଚାର୍ଯ୍ୟ ହରିହର କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ତା ନୁହେଁ, ଜଣେ ସାଧାରଣ ମଣିଷ କିପରି ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇପାରେ ତାଙ୍କ ଜୀବନୀରୁ ଜଣାପଡ଼ିଯାଏ। ତାଙ୍କର ସେବା, ଆଦର୍ଶ, ପ୍ରେରଣା, ନିଷ୍ଠା ତାଙ୍କୁ ଏ ସମାଜ ଚିର ସ୍ମରଣୀୟ କରି ରଖିବ ବୋଲି ସେ କହିଥିଲେ। ରୋଟାରିଆନ୍ ମନଜିତ ସିଂ ଅରୋରା ୟୁନିଟ୍ ଫର୍ ଗୁଡ୍ ବିଷୟରେ ବ୍ୟାଖ୍ୟା କରିଥିବା ବେଳେ ଡାକ୍ତର ମିନତି ପଣ୍ଡା ଆଚାର୍ଯ୍ୟଙ୍କ ଜୀବନର ଉତ୍କୃଷ୍ଟ ଗୁଣ, ସମାଜ ପାଇଁ ତାଙ୍କର ଅମୂଲ୍ୟ ସେବା ଓ ତ୍ୟାଗକୁ ଉଦ୍ଧାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ମିଶ୍ର, ହରିହର ଶତପଥୀ, ବିଜୟ କୁମାର ବରାଳ, ସୁବାସ ମହାପାତ୍ର, ଗଦାଧର ରଥ, କରୁଣାକର ବାରିକ, ଅନିଲ ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସୁଦାମ ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ସାମଲ, ପୀତବାସ ପ୍ରଧାନ, ହରେକୃଷ୍ଣ ପାଢ଼ୀ, ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ସମେତ ସମ୍ମାନୀୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ରୋଟାରିଆନ୍ ପ୍ରଶାନ୍ତ ରଞ୍ଜନ ପାତ୍ର, ଗଣେଶ୍ୱର ପଟ୍ଟନାୟକ, ଡକ୍ଟର ସଂଯୁକ୍ତା ପତି, ସବିତା ମହାନ୍ତି, ଅଞ୍ଜଳି ହୋତା, ଅନିତା ନାୟକ, ବିଶ୍ୱନାଥ ମହାନ୍ତି, ବିଜୟଲକ୍ଷ୍ମୀ ତ୍ରିପାଠୀ, ଡକ୍ଟର କଳ୍ପନା ପତି, କାଜଲ ପାଢ଼ୀ, ଡକ୍ଟର କ୍ରିଷ୍ଣା ପ୍ରମାଣିକ, ବସନ୍ତ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରୋଟାରିଆନ୍ ଶ୍ରୀ ପୂଜାରୀ ଧନ୍ୟବାଦ ଦେଇଥିଲେ। ଦେଖନ୍ତୁ ତାରି ଭିଜୁଆଲ। नमस्कार, रोटरी क्लब ऑफ राउरकेला भाइब्रेंटर सभापति डॉक्टर मिनती पंडा कहूँ। ये आज 21 तारिख रे 21 फेब्रुआरी रे आम आचार्य हरिहर छकरे आचार्य हरिहर दासंकर प्रतिमूर्ति आज उन्मोचन करा। आरएमसी राउरकेला म्युनिसिपल कॉर्पोरेशन एवं आमर रोटरी क्लब ऑफ राउरकेला भाइब्रेंटर मिलित उद्यम यही कार्यक्रम होती आमको एठार जनसाधारण आमको रिक्वेस्ट करते, अनुरोध करते, आम चेष्टा कलु। दीर्घ 8 मास धरी आम यही कार्यक्रम लगिछु एवं आज सफल हो पारिछि। एथिपाई एठिकार पड़ोशी रहुचंती हमर जयंत मिश्र भाईना आमर हरिहर शतपथी भाईना, ए दुई जनकर तांकर स्वप्न थिला एवं आमे आम माध्यम रे समस्ते मिसी आज एई स्वप्न को साकार करि पारुछु बोली भाबी आमे भगवान का निकट रे एवं समस्त पाखरे आमे मोर गभीर श्रद्धांजलि तांक प्रति आचार्य हरिहर प्रति दउछि एवं तांकर समाज प्रति जो वार्ता शिक्षा पई जहाँ से करि जाइछंती आजिर समय रे मध्य आमे से सब जिनिस चिंता करि पारुना। मु जणे शिक्षाविद होई दीर्घ 37 वर्ष शिक्षार रही ये सब जिनिस मोर कल्पना बाहर, तेणु मुझे प्रति सबुदिन मोर चिर नमस्य हो रही। ब्यूरो न्यूज ओडिशा कथा यूट्यूब चैनल को आपण मैंने देखुंत, मतामत दिंतु, लाइक करंतु, सब्सक्राइब करंतु और शेयर करंतु।